नमस्कार फ्रेंड्स, जय जगन्नाथ। मु साइबर कैब यूट्यूब चैनल ରୁ କହୁଛି। ତ फ्रेंड्स, ଯଦି ଆପଣଙ୍କୁ ଯାକି ଆପଣ ସୁଭଦ୍ରା ଯୋଜନା ଆପ୍ଲାଏ କରିଛନ୍ତି, ତ फ्रेंड्स ଆପଣଙ୍କର ଯାକି NPCI ଦ୍ୱାରା ଯଦି ଆପଣଙ୍କର ରିଜେକ୍ଟେଡ୍ ହେଇଯାଇଥାଏ, ତାହେଲେ फ्रेंड्स ଆପଣ କ'ଣ କରିବେ ଏବଂ ଯେ ଯାହାକି ଆପଣ ସୁଭଦ୍ରା ଯୋଜନାର ଯଦି ଆପଣ ଯାକି ଇନଏଲିଜିବୁଲ ଅଛନ୍ତି, ତ ତାଙ୍କର ପ୍ରୋବ୍ଲେମ୍ ବହୁତ ଅଛି, ଯାହାକି ଗଭର୍ଣ୍ଣମେଣ୍ଟ ଯାକି ଗାଇଡ଼ଲାଇନ୍ ଦେଇଥିଲା ଫୋର୍ ହ୍ୱିଲର କିମ୍ବା ଆପଣଙ୍କର ଯାହାକି 5 ଏକରରୁ ଯାକି ଜଳସେଚିତ ଏବଂ 10 ଏକରରୁ ଯାକି ଅଣ ଜଳସେଚିତ ହୋଇଥାଏ। 5 ଏକରରେ ଆପଣଙ୍କର ଯଦି ଅଧିକା ଯାକି ଥାଏ, ତାହେଲେ ଫ୍ରେଣ୍ଡସ୍ ତାଙ୍କୁ ମଧ୍ୟ ଯାକି ସୁଭଦ୍ରା ଯୋଜନାରେ ବାଦ୍ ପଡ଼ିଛନ୍ତି। ବହୁତ ଜଣଙ୍କର ଲିଷ୍ଟ ଯାକି ବହୁତ ଜଣ ମହିଳା ଯାକି ସୁଭଦ୍ରା ଯୋଜନାରେ ବାଦ୍ ପଡ଼ିଛନ୍ତି, ତ ତାଙ୍କର ଯାକି ରିଜେକ୍ଟ ହେଇଗଲା। ତାଙ୍କର ବର୍ତ୍ତମାନ ସୁଭଦ୍ରା ଯୋଜନା ମିଳିବ ନାହିଁ। ତ ଫ୍ରେଣ୍ଡସ୍, ଯାହାର NPCI ବର୍ତ୍ତମାନ ଯାହାର NPCI ଫେଲ୍ଡ ଅଛି, ସେମାନଙ୍କର ଲିଷ୍ଟ ଆପଣ କେମିତି ଚେକ୍ କରିବେ? ତ ଫ୍ରେଣ୍ଡସ୍ ଦେଖନ୍ତୁ, subhadra.government.odisha.in ଆପଣ ସର୍ଚ୍ଚ କଲା ପରେ ଫ୍ରେଣ୍ଡସ୍ ଏମିତି ଆସିବ। ଆସିଲା ପରେ ଫ୍ରେଣ୍ଡସ୍ ଦେଖନ୍ତୁ, ଆପଣ ତଳକୁ ତଳ ଯାକି ସ୍କ୍ରୋଲ୍ କରିବେ। ମୁଁ ବର୍ତ୍ତମାନ କରିନେଉଛି। ତ ଫ୍ରେଣ୍ଡସ୍ ଏମିତି ଯାକି ଆପଣଙ୍କର ଆସିଲା ପରେ ଫ୍ରେଣ୍ଡସ୍ ସ୍କ୍ରୋଲ୍ କରିବେ। ଯାକି ଏଇଠି ଦେଖନ୍ତୁ ଅଭିଯୋଗ, ତାପରେ ଆପଣଙ୍କର ନିର୍ଦ୍ଦେଶାବଳୀ, ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ ଗୁଡ଼ିକ, ତାପରେ ଯାକି ମାନକ ପରିଚାଳନା ପ୍ରକ୍ରିୟା SOP, ତାପରେ ଆପଣଙ୍କର ବର୍ତ୍ତମାନ ମୁଁ ଏଇଠି ଆପଣ ଯାକି ଚେକ୍ କରିବେ ଫ୍ରେଣ୍ଡସ୍। ବର୍ତ୍ତମାନ NPCI ଯାକି ଫେଲ୍ଡ ଅଛି ଦେଖନ୍ତୁ। ଏଇଠି ଅଛି ଆପଣଙ୍କର ଡିଷ୍ଟ୍ରିକ୍ଟ ନେମ୍ କିସ କଲା, ଏଇଠି ଆପଣଙ୍କର ବ୍ଲକ ନେମ୍ଟେ, ତାପରେ ଆପଣଙ୍କର ଜିପି ବା ୱାର୍ଡ, ତାପରେ ଯାକି ଆପଣଙ୍କର ସିରିଏଲ ୱାଇଜ୍ ଲିଷ୍ଟ ଅଛି। ତ ଫ୍ରେଣ୍ଡସ୍ ଦେଖନ୍ତୁ, ଯଦି ଆପଣ NPCI ଯାକି ଆପଣ କିଛି ଜାଣିନାହାନ୍ତି, ତାହେଲେ ଫ୍ରେଣ୍ଡସ୍ ଆପଣ ଆମ ଚ୍ୟାନେଲକୁ ଆସି ଫ୍ରିରେ ଯାକି ଲାଇକ୍ କରି ତା ସହିତ ସବସ୍କ୍ରାଇବ୍ କରି ଆପଣ ଆମ ଚ୍ୟାନେଲର ଭିଡ଼ିଓଟି ପାଇପାରିବେ। ତ ଫ୍ରେଣ୍ଡସ୍ ଯାହାକି NPCI ତରଫରୁ ଯଦି ଆପଣଙ୍କର ଫେଲ୍ ହେଇଯାଇଥାଏ, ତାହେଲେ ଫ୍ରେଣ୍ଡସ୍ ଆପଣ କ'ଣ କରିବେ? ମୁଁ ନେକ୍ସଟ ଭିଡ଼ିଓରେ ଯାକି ଆମ ଚ୍ୟାନେଲରେ ଭିଡ଼ିଓଟି ଅପଲୋଡ଼ କରିଦେବି। ତ ଫ୍ରେଣ୍ଡସ୍ ଦେଖନ୍ତୁ, ଯାହାକି ଆପଣ ସୁଭଦ୍ରା ଯୋଜନା ଆପ୍ଲାଏ କରିଛନ୍ତି, ବହୁତ ଜଣଙ୍କର ଯାହାକି NPCI ଷ୍ଟାଟସ୍ ବର୍ତ୍ତମାନ ଯାହାକି ନଟ୍ ଆଭେଲେବୁଲ୍ ଅଛି। ତ ଫ୍ରେଣ୍ଡସ୍, ଯଦି ଆପଣ ସୁଭଦ୍ରା ଯୋଜନାରେ ଆପ୍ଲାଏ କରିଦେଇଛନ୍ତି ସତ, କିନ୍ତୁ ବହୁତ ଜଣଙ୍କର ଯାହାକି KYC ମଧ୍ୟ ପେଣ୍ଡିଂ ଅଛି, ତା ସହିତ ଫ୍ରେଣ୍ଡସ୍ ଯାହାକି ଇନଏଲିଜିବୁଲ୍ ମଧ୍ୟ ହେଇଯାଇଛି। ଯାହାକି ଆପଣଙ୍କର ଯାହାକି ରାସନ କାର୍ଡ଼ରେ ଆପଣଙ୍କର ନାମ ଯଦି ନଥିଲା, ତା ସହିତ ଆପଣ ଫୋର୍ ହ୍ୱିଲର କିମ୍ବା ଆପଣଙ୍କର ଯାହାକି ଛୋଟ ଛୋଟ ବ୍ୟବସାୟ କରି ଆପଣ ଯଦି ବଞ୍ଚୁଛନ୍ତି, ସେମାନଙ୍କର ମଧ୍ୟ ଯାହାକି ସୁଭଦ୍ରା ଯୋଜନାରେ ବାଦ୍ ପଡ଼ିଛନ୍ତି। ତ ଫ୍ରେଣ୍ଡସ୍, ଗଭର୍ଣ୍ଣମେଣ୍ଟର ଗାଇଡ଼ଲାଇନ୍ କେହି ବି ଚେଞ୍ଜ କରିପାରନ୍ତି ନାହିଁ। ତ ଫ୍ରେଣ୍ଡସ୍, ଯଦି ଆପଣଙ୍କୁ ମିଳିନି, ତାହେଲେ ଆପଣ କ'ଣ କରିବେ ମୁଁ ତ ଜାଣିନି। ଯଦି ଯାହାକି ପୁଣି ଥରେ ଗଭର୍ଣ୍ଣମେଣ୍ଟ ଯଦି ଗାଇଡ଼ଲାଇନ୍ କରିବେ, ତାହେଲେ ଫ୍ରେଣ୍ଡସ୍ ଯାହାକି ନୂଆରେ ଆମେ ଜନସେବା କେନ୍ଦ୍ର ବାଲାମାନେ ପୁଣି ଯାହାକି ଆପ୍ଲାଏ ପ୍ରକ୍ରିୟା ଆମେ ଷ୍ଟାର୍ଟ କରିବୁ। ତ ଫ୍ରେଣ୍ଡସ୍, ଯଦି ଆପଣଙ୍କୁ ଇନଏଲିଜିବୁଲ୍ ଦେଖାଉଛି, ତାପରେ ଫ୍ରେଣ୍ଡସ୍ ଯଦି ଆପଣ ଆପ୍ଲାଏ କରିବାକୁ ଚାହୁଁଛନ୍ତି, ତାହେଲେ ଫ୍ରେଣ୍ଡସ୍ ଗଭର୍ଣ୍ଣମେଣ୍ଟର କିଛି ଗାଇଡ଼ଲାଇନ୍ ଆସିନି, ସେ ପର୍ଯ୍ୟନ୍ତ ଆପଣ ୱେଟିଂ କରନ୍ତୁ। ତ ବର୍ତ୍ତମାନ ଦେଖନ୍ତୁ ଫ୍ରେଣ୍ଡସ୍, ଯାହାକି ଆପଣଙ୍କର ବର୍ତ୍ତମାନ ଯାହାକି ଆପଣଙ୍କର ହେଇନି, KYC ମଧ୍ୟ ପେଣ୍ଡିଂ ଶୋ କରୁଛି। ତ ଫ୍ରେଣ୍ଡସ୍, ଆପଣ ୱେଟ୍ କରିଦିଅନ୍ତୁ କିଛି ଦିନ। ଯାହାର ପ୍ରଥମ କିସ୍ତି ଯାହା ମିଳିନି, ତାହେଲେ ଫ୍ରେଣ୍ଡସ୍ ଆପଣ ୱେଟ୍ କରନ୍ତୁ। ଆପଣଙ୍କୁ କିଛି ଦିନ ମଧ୍ୟରେ ଯାହାକି ଏହି ସ୍କିମ୍ର ବେନିଫିଟ୍ ଆପଣଙ୍କୁ ନିଶ୍ଚିତ ରୂପେ ମିଳିବ। ତ ଫ୍ରେଣ୍ଡସ୍ ଦେଖନ୍ତୁ, ବହୁତ ଜଣଙ୍କର ଯାହାକି ମୁଁ ଦେଖିବାକୁ ପାଉଛି ଯେ 34 କଷ୍ଟମର ଯାହାକି ବର୍ତ୍ତମାନ ଆଧାର ନମ୍ବର ଇଜ୍ ନଟ୍ ଆଭେଲେବୁଲ୍ ଦେଖୁଛି NPCI ଷ୍ଟାଟସ୍ରେ। ତ ଫ୍ରେଣ୍ଡସ୍, ଆପଣ ଯଦି ସୁଭଦ୍ରା ଯୋଜନାକୁ ପାଇବାକୁ ହେଲେ ଫ୍ରେଣ୍ଡସ୍, ଆପଣ ନିକଟତମ ଯାହାକି
ଆପଣଙ୍କ ଶାଖାରେ ଯାକି ଆପଣଙ୍କ ବ୍ୟାଙ୍କ ମ୍ୟାନେଜର ଅଟନ୍ତି ସେମାନଙ୍କୁ ଯାଇକି ଆପଣ ଯାକି NPCI ରେ ଆପଣ ଚେକ୍ କରିପାରନ୍ତି। ତ फ्रेंड्स ଦେଖନ୍ତୁ ମୁଁ ବର୍ତ୍ତମାନ ଯାକି NPCI ଲିଷ୍ଟ ବର୍ତ୍ତମାନ ଆପଣଙ୍କୁ ଯାକି ଦେଖାଉଛି। ଏଠି ବର୍ତ୍ତମାନ ଦେଖନ୍ତୁ ଯଦି ଆପଣ NPCI ଲିଷ୍ଟ ପାଇବାକୁ ଚାହୁଁଛନ୍ତି ହେଲେ फ्रेंड्स ଆପଣ ଆମ ଚ୍ୟାନେଲରେ এই ଭିଡ଼ିଓରେ ଆପଣ କମେଣ୍ଟ କରିପାରିବେ। ମୁଁ ଖୁବ୍ ଶୀଘ୍ର ଆପଣଙ୍କୁ ଯାକି ରିପ୍ଲାଏ ମଧ୍ୟ ଦେଇଦେବି। ତ फ्रेंड्स ଆଶା କରୁଛି ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଆସିଛନ୍ତି ଲାଇକ୍ କମେଣ୍ଟ ସେୟାର ଏବଂ ଆପଣଙ୍କ ସାଙ୍ଗସାଥି ଯିଏ ବି ଅଛନ୍ତି এই ଭିଡ଼ିଓ ଆପଣ ଯଦି ଦେଖୁଛନ୍ତି ତାହେଲେ फ्रेंड्स ସବସ୍କ୍ରାଇବ୍ ଦୟାକରି କରିଦିଅନ୍ତୁ। ଆଶା କରୁଛି फ्रेंड्स এই ଭିଡ଼ିଓଟି ଆପଣଙ୍କୁ ବହୁତ ହେଲ୍ପଫୁଲ୍ ହେଇଥିବ। ଜୟ ଜଗନ୍ନାଥ।